ହଁ ଆଜ୍ଞା, ଆମ ଜୀବନରେ ବହୁତ ଲୋକ ଆସନ୍ତି। କେହି କେହି ତାଙ୍କ ଭିତରୁ ଅନେକ ଭଲ ପାଇବା ଦିଅନ୍ତି ଶେଷ ପର୍ଯ୍ୟନ୍ତ। ଦୁଃଖ ଦୁଃଖରେ ଆମ ସାଥିରେ ଠିଆ ହୁଅନ୍ତି। ହାରିଯାଉଥିବା ସମୟରେ ଆମକୁ ରାସ୍ତା ଦେଖାନ୍ତି। ଆଉ କେହି କେହି ଆମକୁ ଧୋକା ଦେଇ ଚାଲିଯାଆନ୍ତି। କିନ୍ତୁ ଧୋକା ଦେଇଥିବା ଲୋକଟିର କଥାକୁ ନେଇ ଆମେ ଗୋଟିଏ ଇନ୍ ଜେନେରାଲ୍ ମତ ଦେଇଥାଉ, ସମସ୍ତେ ଏମିତି। ପ୍ରକୃତରେ କ'ଣ ସେଇଆ ନୁହଁ। ଏମିତି ଗୋଟାଏ ମତ ଦେଇ ଆମେ ଆମ ଚାରିପଟରେ ଗୋଟିଏ ନକାରାତ୍ମକ ସର୍କଲ୍ ତିଆରି କରୁ। କିନ୍ତୁ ସେଇଟା କରିବା ଦ୍ୱାରା ଆମର କିଛି ଲାଭ ହୁଏନି, ବରଂ ଆମେ ଦୁଶ୍ଚିନ୍ତାରେ ପୀଡ଼ିତ ହୋଇ ରହୁ। ଆମେ ସେତେବେଳେ ମନେ ପକାଉନି ଜଣେ ସିନା ଆମକୁ ଧୋକା ଦେଇଛି, କିନ୍ତୁ ଶହ ଶହ ଲୋକ ତ ଆମକୁ ଭଲ ପାଇଛନ୍ତି, ଆମ ସାଥିରେ ଅଛନ୍ତି, ଆମକୁ ରାସ୍ତା ବି ଦେଖେଇଛନ୍ତି। ଆମେ ତ ସେମାନଙ୍କୁ ମନେ ପକାଇବା ଦରକାର। ଭଲ ପାଇବାକୁ ଗୁରୁତ୍ୱ ନ ଦେଇ ଧୋକା ଦେଇଥିବା ଲୋକର କଥାକୁ ବାରମ୍ବାର ଗୁରୁତ୍ୱ ଦେଇ ଆମେ ଆମ ମନ ଭିତରେ ନକାରାତ୍ମକ ଉର୍ଜା ତିଆରି କରୁ। ତେଣୁ ସେଇ ଜିନିଷ ନ କରି ଆମେ ଧୋକା ଦେଇଥିବା ଲୋକଟିର ଧୋକାକୁ ମନେ ନ ପକାଇ ଆମେ ତାକୁ ଧରି ନ ରଖି ଆମେ ସେଇ ଘଟଣାରୁ କ'ଣ ଶିଖିଲେ ସେଇଟାକୁ ଆମେ ଧରି ରଖିବା। ତାକୁ ଆମେ ଧରି ରଖିବା ଅତି ଜରୁରୀ ଏବଂ ତାକୁ ଆମ ଜୀବନରେ ଆମେ ଲଗାଇବା ବି ଜରୁରୀ। ନା କ'ଣ କହୁଛନ୍ତି? ସେ ଯେଉଁ ଶିକ୍ଷା ଦେଲା ତାକୁ ସେଥିରୁ ଶିଖିବା ଦରକାର ଏବଂ ତାକୁ ଆମ ଜୀବନରେ ଲଗାଇବା ବି ଦରକାର, ବ୍ୟବହାର କରିବା ବି ଦରକାର। ଠିକ୍ ନା?